ୟେସ୍ ଆମେ ଆସିଛୁ ଷ୍ଟଡି ଟୁର୍ ଚେନ୍ନାଇ। ତ ଆସିକି ପହଞ୍ଚି ଆମେ ଆମର ହଷ୍ଟେଲରେ ଚେକ୍ ଇନ୍ କରିକି ଚାଲି ଯାଇଥିଲୁ ରେଡ଼ି ହେଇକି IIT ମାଡ୍ରାସକୁ। ୟେସ୍ ସେଇଠି ଥିଲା ଆମର ଆଜିର ଫର୍ଷ୍ଟ ଡେ। ଦେନ୍ ତା'ର କ୍ୟାମ୍ପସ୍କୁ ଆମେ ଏକ୍ସପ୍ଲୋର୍ କଲୁ। ଦେଖୁ ସବୁଆଡ଼େ ସାଇକେଲ ହିଁ ସାଇକେଲ, କ'ଣ ପାଇଁ ନା ଏଇଠି ପିଲାମାନଙ୍କୁ କୌଣସି ଟୁ ହ୍ୱିଲର୍ ବା ଭେହିକଲ୍ ଯାହାକି କୁହାଯାଏ କି ଆମର ମୋଟର ଗାଡ଼ି ବା ଇଭି ସ୍କୁଟି ବା ନର୍ମାଲ୍ ସ୍କୁଟି ଏଲାଉ ନୁହେଁ ଚଲେଇବା ପାଇଁ। ଦେନ୍ ଦେଖନ୍ତୁ କ୍ୟାମ୍ପସ୍ ଭିତରେ ବି ଅଛି CCD। ପୁରାପୁରି ସତ କହିଲେ ପୁରା କ୍ୟାମ୍ପସ୍ ବହୁତ ହି ସୁନ୍ଦର। ଦେନ୍ ଆମେ ଆସିକି ପହଞ୍ଚି ଯାଇଥିଲୁ IIT ମାଡ୍ରାସର କ୍ଲାସ୍ ରୁମ୍ରେ। ଏଠି ମ୍ୟାମ୍ଙ୍କ ସାଙ୍ଗରେ ଆମର ଗୋଟେ ଛୋଟିଆ ଇଣ୍ଟ୍ରାକ୍ସନ୍ ହେଲା। ସେ ସବୁ ଯାହା ବି ତାଙ୍କର ବିଷୟରେ ଆମକୁ ଜଣେଇଲେ IIT ମାଡ୍ରାସ ବିଷୟରେ। ଦେନ୍ ଗୋଟେ ସୁନ୍ଦର ହାଇଟି ଆମକୁ ମିଳିଲା, କେକ୍ ଆଣ୍ଡ କ୍ୟାସ୍ୟୁ ଆଣ୍ଡ କଫି। ଦେନ୍ ସବୁଠୁ ମେନ୍ ପଏଣ୍ଟ ହେଉଛି ଏଇଟା ହେଉଛି IIT ମାଡ୍ରାସର ଗଜେନ୍ଦ୍ର ସର୍କଲ୍। ଏଇଠୁ ଆମେ ଚାଲୁ ବୁଲିବା ପାଇଁ ଆମର IIT ମାଡ୍ରାସର ହେରିଟେଜ୍ ସେଣ୍ଟରକୁ, ଯେଉଁଠିକି ସେ ତାଙ୍କର କିଛି ଛୋଟିଆ ମ୍ୟୁଜିୟମ୍ ଫର୍ମ ରଖିଛନ୍ତି ତାଙ୍କର IIT ମାଡ୍ରାସର ହିଷ୍ଟ୍ରିକୁ ଷ୍ଟୋର୍ କରିକିରି। ଯେଉଁଠି ସିଏ ଆମକୁ ପ୍ରଥମେ ଧରିକି ଗଲେ ତାଙ୍କର ଗୋଟେ ଛୋଟ ମିନି ଥିଏଟରକୁ ଧରିକି ଗଲେ। ଏଇ ଥିଏଟରରେ ସିଏ ଆମକୁ ଗୋଟେ ଛୋଟିଆ ଭିଡ଼ିଓ ଫର୍ମରେ ଦେଖେଇଲେ କି IIT ମାଡ୍ରାସ କ'ଣ, ସେଠି କ'ଣ ହୁଏ, କେମିତି ଆର ଯେଉଁ ଏଷ୍ଟାବ୍ଲିଶମେଣ୍ଟ ହେଇଥିଲା ଏସବୁ କିଛି। ଦେନ୍ ସେଠି ଗୋଟେ କ୍ୟାମ୍ପସ୍ ଷ୍ଟୋର୍ ବି ଥିଲା, ଯେଉଁଠି IIT ମାଡ୍ରାସ ଲୋଗୋ ଥାଇକି ସବୁକିଛି ଜିନିଷ ସବୁକିଛି ମିଳେ, ଟି ସାର୍ଟ ବଗେରା ହେଲା, ବ୍ୟାଗ୍, ବୋଟଲ୍, ଏଭ୍ରିଥିଙ୍ଗ। ଦେନ୍ ମ୍ୟାମ୍ଙ୍କ ସାଙ୍ଗରେ ଗୋଟେ ଛୋଟିଆ କଥାବାର୍ତ୍ତା ହେଇକିରି ଆମେ ଚାଲିଲୁ ବୁଲିବା ପାଇଁ ଇନୋଭେସନ୍ ସେଣ୍ଟରକୁ, ଯେଉଁଠି ସୁନ୍ଦର ସୁନ୍ଦର ଇନୋଭେସନ୍ ଦେଖିକି ତାଠୁ ଏଠି ଛୋଟ ଛୋଟ ପିଲାମାନେ କରୁଛନ୍ତି। ପାଖାପାଖି ସେମାନଙ୍କ ଏଜ୍ 17-18 ବର୍ଷ ହେବ, ବାକି ସେମାନେ ବହୁତ ହି ବଢ଼ିଆ କାମ କରୁଛନ୍ତି। ଅଭିୟୁତ, ଅଭିୟାନ, ଏମିତି ବହୁତ ସାରା ତାଙ୍କର ପ୍ରୋଜେକ୍ଟ ଥିଲା ସେଇଠି। ଏଇଟା ହେଉଛି ଗୋଟେ ବିନା ଫୁଏଲ୍ରେ ଚାଲିବା କାର୍, ଯାହାକି ପିଓରଲି ଚାଲିବ ସନଲାଇଟ୍ରେ। ଦେନ୍ ଏଇଟା ହେଉଛି କି କେମିତି ରକେଟ୍ ଆକ୍ଚୁଆଲି ଉଡ଼େ, ମାନେ ଦେଖନ୍ତୁ ଏଇ ହେଉଛି ତା'ର ମେନ୍ ଫୁଏଲ୍, ଯାଇକି ଗୋଟେ କେନ୍ ଫର୍ମରେ ଥାଏ। ଦେନ୍ ଆମେ ଗଲୁ ତାଙ୍କର ସ୍ପନ୍ସର ଯେଉଁ ଥାଏ ନା ଯେଉଁ ରିସର୍ଚ୍ଚ ସେଣ୍ଟର, ତାକୁ ବୁଲିବା ପାଇଁ ଗଲୁ। ଆଉ ଏ ଦେଖନ୍ତୁ ଏତେ ସୁନ୍ଦର ଜାଗା, ଆର ଇଚ୍ ଆଣ୍ଡ ଏଭ୍ରି କର୍ଣ୍ଣର, ଏଭ୍ରି ପ୍ଲେସ୍ ହିଁ ସୁନ୍ଦର। ସତ କହିବାକୁ ଗଲେ ମୁଁ ଆର ପୁରା ଫ୍ୟାନ୍ ହେଇଗଲି। ଆଉ ଗୋଟେ ଡ୍ରିମ୍ ହେଇଗଲା କି ଯଦି PhD କରିବି, ଭଗବାନ କରନ୍ତୁ କି ମୁଁ ଏଇଠି କରିବା ପାଇଁ ମୁଁ ଚେଷ୍ଟା କରିବି। ଦେନ୍ IIT ମାଡ୍ରାସ କ୍ୟାମ୍ପସ୍ରେ ବହୁତ ସାରା ମାନେ ମେନ୍ ଦେଖିଲୁ କି ମୋଷ୍ଟଲି ଅଛି ରିସର୍ଚ୍ଚ ହବ୍, ଯେଉଁଠି ସବୁ ମାନେ ଫ୍ୟୁଚର୍ସ ୱାର୍କ ପାଇଁ ବହୁତ ସାରା ରିସର୍ଚ୍ଚ କରାଯାଏ। ଆଉ ବହୁତ ସାରା ଏମିତି ଦେଖିଲୁ କି ନୂଆ ନୂଆ ଇନୋଭେସନ୍, ଯାହାକି ବହୁତ ହି ଆଟ୍ରାକ୍ଟିଭ୍ ଥିଲା। ସତରେ ବହୁତ ଭଲ ଲାଗିଲା। ହଁ, ଆମେ ଯେହେତୁ କମର୍ସ ବ୍ୟାକ୍ଗ୍ରାଉଣ୍ଡର, ଆମେ ଟେକ୍ନୋଲୋଜି ବିଷୟରେ ଏତେ କିଛି ଜାଣିନୁ। ସୋ ମାନେ ଏବେର ଯେଉଁ ଥାଏ ତାଙ୍କର ଯେଉଁ IT ଇଞ୍ଜିନିୟରିଂ ବିଷୟରେ ତା ମୋତେ ଜଣା ନାହିଁ। ବାକି ଷ୍ଟିଲ୍ ଆମେ ବହୁତ ହି ଭଲ ଏକ୍ସପ୍ଲୋର୍ କଲୁ ଆଉ ବହୁତ ଭଲ ଏନ୍ଜୟ କଲୁ। ଦିବ୍ୟ, ତୋର ମନ୍ତବ୍ୟ ଦେ ଆଜିର ଭିଜିଟିଂରେ। ସବୁଠୁ ବଢ଼ିଆ ଲାଗିଲା ପ୍ଲେସ୍ ଆଣ୍ଡ ଏନଭାୟରନମେଣ୍ଟ। ସେକେଣ୍ଡ ଥିଙ୍ଗ ଇଜ୍ ଦ ନ୍ୟାଚୁରାଲ ଆନିମଲ୍ସ ଦ୍ୟାଟ୍ ସମସ୍ତଙ୍କ ସେ ଗୋଟେ ଜିନିଷ କି ଏଠିର ପ୍ଲେସ୍ ଭାଇ, ଚାରିଆଡ଼େ ଗଛ। ଆଉ ଲିଟରାଲି ଜଣେ ମ୍ୟାମ୍ କହିଲେ କି ମାନେ ବାହାର ଆଉଟଡୋର୍ ଏନଭାୟରନମେଣ୍ଟ ଯାହା ଥାଏ ନା, ଯେଉଁ ଟେମ୍ପରେଚର ତାର 4 ଡିଗ୍ରୀ କମ୍ ଥାଏ ଏଇ ଭିତରେ। ସତ କଥା, ମାନେ ଆଉଟ୍ ଅଫ୍ ଚେନ୍ନାଇ ଯେବେ ଆମେ ଆସିଲୁ ଚେନ୍ନାଇର ଯେଉଁ ଟାଉନ୍ ଭିତରକୁ, ଏତେ ହ୍ୟୁମିଡ଼ିଟି, ଯେହେତୁ ପାଖରେ ସି ବିଚ୍ ଅଛି, ଆଉ ଏତେ ଗରମ, ଭାବିଲୁ କି ଆମେ ଅଛୁ ଏପ୍ରିଲ ୟା ମେ ମନ୍ଥରେ। ବାକି ଏଇର ଏନଭାୟରନମେଣ୍ଟ ଆଉ ଏଇର ଟେମ୍ପରେଚର ଏତେ କୁଲ୍ ଆଉ ଏତେ ମସ୍ତ ଲାଗୁଛି ଏଇ ଭିତରେ କହିବାକୁ ନାହିଁ। ବାକି ସତରେ ବହୁତ ହି ମସ୍ତ ପ୍ଲେସ୍। ଭିତରେ ହରିଣ ମାଙ୍କଡ଼ ସାରା ମାନେ ଏତେ ସାରା ଅଛନ୍ତି, ବହୁତ ଭଲ ଲାଗିଲା ଏ ପ୍ଲେସ୍ ଭିଜିଟ୍ କରିକି। ବର୍ତ୍ତମାନ ଆମେ ଚାଲିଯିବୁ ଏଇଠୁ ବାହାରକୁ, ଆମ ଭିଜିଟିଂ ଟାଇମ୍ ବି ସରିଲା। ଦେଖିବା ଆମେ ନେକ୍ସଟ କୁଆଡ଼େ ଯାଉଛୁ। ଓକେ, ତ ଷ୍ଟେ ଟ୍ୟୁନ୍। ଦିନ ବି ବୁଲିଲୁ, ଦେନ୍ ସରିନି ଆମର କ୍ୟାମ୍ପସ୍ ପୁରାପୁରି, ବଟ୍ ଷ୍ଟିଲ୍ ଆମେ ସେଠୁ ବିଦାୟ ନେଲୁ। ଟିଲ୍ ଦେନ୍ ବାଏ ବାଏ, ପୁଣି ମିଶିବି ନେକ୍ସଟ ବ୍ଲଗ୍ରେ।